କେନ୍ଦୁଝରରେ 18 ଟିକିଆ ହାତୀ ଦଳିଦେଲେ ବୋଇତାଳୁ ଫସଲ, ଯୁବକଙ୍କ ଭାଙ୍ଗିଲା ହାତ। କେନ୍ଦୁଝର ସଦର ବରାଞ୍ଚଳ ଅଞ୍ଚଳରେ 18 ଟିକିଆ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ସନ୍ଧ୍ୟାରେ ସଲରାପଣ୍ଠ ଜଙ୍ଗଲରୁ ବାହାରି ବିଳମ୍ବିତ ରାତ୍ରି 1ଟା ବେଳେ ସଦର ବ୍ଲକ ମହାଦେଇ ଚୋଡ଼ା ପଞ୍ଚାୟତ ଟିକରପଡ଼ା ହନୁମାନ ଘାଟି ତଳ ଜଙ୍ଗଲ ଦେଇ ହାତୀପଲ କାଦଗଡ଼ ମୁହାଁ ହୋଇଥିଲେ। ଟିକରପଡ଼ା ଗ୍ରାମର ବିନେଶ ବେହେରାଙ୍କ କ୍ଷେତରେ ହୋଇଥିବା 1 ଏକରରୁ ଉର୍ଦ୍ଧ୍ୱ ବୋଇତାଳୁ ଚାଷ ହାତୀପଲ ପାଦରେ ଦଳି ନଷ୍ଟ କରିଦେଇଛନ୍ତି। ପଳସ ପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ହାତୀ ଘୋଡ଼ାଇବା ସ୍କ୍ୱାଡ୍ କର୍ମଚାରୀ ସମେତ ସ୍ଥାନୀୟ ଲୋକେ ହାତୀପଲକୁ ଘୋଡ଼ାଇଥିଲେ। ସେମାନେ ଯେଉଁ ଦିଗରେ ଯାଇଥିଲେ ପୁଣି ରାଇସୁଆ ଫାର୍ମ ଦେଇ ସକାଳ 5ଟା ବେଳେ ଟିକରପଡ଼ା କୁଡ଼ିଆ ଘରା ସାହି ନିକଟସ୍ଥ ଆମ୍ବ ଡହରା ଜଙ୍ଗଲକୁ ହାତୀପଲ ଫେରିଥିବା ଜଣାପଡ଼ିଛି। ତେବେ ହାତୀ ଘୋଡ଼ାଇବା ବେଳେ ଟିକରପଡ଼ା ଗ୍ରାମର ହେମନ୍ତ ବେହେରା ତଳେ ପଡ଼ିଯିବାରୁ ତାଙ୍କର ହାତ ଭାଙ୍ଗିଛି। ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। କ୍ଷେତରେ ହୋଇଥିବା ବିଭିନ୍ନ ପନିପରିବା ଫସଲ ହାତୀପଲ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି। କେନ୍ଦୁଝର ଜିଲ୍ଲାରୁ ଯୁଧିଷ୍ଠିର ପାତ୍ରଙ୍କ ରିପୋର୍ଟ, ଦ ନେକ୍ସଟ ଓଡ଼ିଶା ନ୍ୟୁଜ୍।